ଆସିବାକୁ ଯାଉଛି ବର୍ଷ 2026ର ପ୍ରଥମ ସୂର୍ଯ୍ୟ ପରାଗ। ଏହି ସୂର୍ଯ୍ୟ ପରାଗଟି ଅତ୍ୟନ୍ତ ଭୟଙ୍କର ହେବାକୁ ଯାଉଛି। ଏହି ସୂର୍ଯ୍ୟ ପରାଗ ଠାରୁ 3 କୋଟି ରାଶିର ବ୍ୟକ୍ତିବିଶେଷମାନଙ୍କର ଭାଗ୍ୟ ବଦଳିବାକୁ ଯାଉଛି। ତେବେ କେଉଁ 3 କୋଟି ରାଶିର ଭାଗ୍ୟ ବଦଳାଇବାକୁ ଯାଉଛି ସୂର୍ଯ୍ୟ ପରାଗ ଠାରୁ, ସେ ସମ୍ପର୍କରେ ଜାଣିବା ଭିଡ଼ିଓରେ ଆଗକୁ ବଢ଼ିବା ପୂର୍ବରୁ ଛୋଟ ଅନୁରୋଧ, ଆପଣମାନେ ଯଦି ଆମ ଚ୍ୟାନେଲକୁ ନୂଆ ଆସିଛନ୍ତି ତେବେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍କୁ ପ୍ରେସ୍ କରିଦିଅନ୍ତୁ। କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ ନିଶ୍ଚିନ୍ତ ଲେଖନ୍ତୁ। ତେବେ ଆସନ୍ତୁ ଜାଣିବା କେବେ ହେବାକୁ ଯାଉଛି ବର୍ଷ 2026ର ପ୍ରଥମ ସୂର୍ଯ୍ୟଗ୍ରହଣ ଏବଂ କେଉଁ 3 କୋଟି ରାଶିର ବ୍ୟକ୍ତିବିଶେଷମାନଙ୍କର ଭାଗ୍ୟ ବଦଳିବ, ଏମାନଙ୍କ ଜୀବନରେ କ'ଣ ସବୁ ପରିବର୍ତ୍ତନ ଆସିବ ସେ ସମ୍ପର୍କରେ ଜାଣିବା। ଦେଖନ୍ତୁ, ଫେବୃଆରୀ 17 ତାରିଖରେ ଏକ ପ୍ରମୁଖ ଖଗୋଳ ବିଜ୍ଞାନ ଘଟଣା ଘଟିବା ପାଇଁ ଯାଉଅଛି, ଯାହା ବର୍ଷ 2026ର ପ୍ରଥମ ସୂର୍ଯ୍ୟ ପରାଗ। ଯଦିଓ ଏହି ପରାଗ ଭାରତରେ ଦୃଶ୍ୟମାନ ହେବ ନାହିଁ, ଜ୍ୟୋତିଷ ଜଗତରେ ସକ୍ରିୟତାରେ ଗୁଞ୍ଜରିତ ହେଉଛି। କୁମ୍ଭ ରାଶିରେ ବସିଥିବା ସୂର୍ଯ୍ୟ 3ଟି ନିର୍ଦ୍ଦିଷ୍ଟ ରାଶିର ଭାଗ୍ୟ ଗଠନ କରିବାକୁ ଯାଉଛନ୍ତି ଏହି ସୂର୍ଯ୍ୟ ପରାଗ ଠାରୁ। ଦେଖନ୍ତୁ, ବର୍ଷ 2026 ମସିହାର ପ୍ରଥମ ସୂର୍ଯ୍ୟ ପରାଗ ଫେବୃଆରୀ ମାସ 17 ତାରିଖରେ ହେବା ପାଇଁ ଯାଉଛି। ଏହି ସୂର୍ଯ୍ୟ ପରାଗ ମହାଶିବରାତ୍ରିର ଠିକ୍ 2 ଦିନ ପରେ ଏବଂ ଫାଲ୍ଗୁନ ଅମାବାସ୍ୟାରେ ପଡ଼ିବ। ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ ଏହି ସମୟରେ ସୂର୍ଯ୍ୟ କୁମ୍ଭ ରାଶିରେ ରହିବେ। ଆଶ୍ଚର୍ଯ୍ୟଜନକ କଥା ହେଉଛି, ଏହି ସୂର୍ଯ୍ୟ ପରାଗ ଭାରତରେ ଦୃଶ୍ୟମାନ ହେବ ନାହିଁ, ତେଣୁ ସୂତକ କାଳ ଏଠାରେ ପ୍ରଯୁଜ୍ୟ ହେବ ନାହିଁ। ତଥାପି ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ସୂର୍ଯ୍ୟ ପରାଗର ପ୍ରଭାବ ସମସ୍ତ 12ଗୋଟି ରାଶି ଉପରେ କୌଣସି ନା କୌଣସି ରୂପରେ ଅନୁଭୂତ ହେବ। କିଛି ରାଶି ପାଇଁ ଏହି ସମୟ ସକାରାତ୍ମକ ପରିବର୍ତ୍ତନ ଏବଂ ନୂତନ ସୁଯୋଗ ଆଣିପାରେ। ତେବେ ଆସନ୍ତୁ ଜାଣିବା ଏହି ସୂର୍ଯ୍ୟ ପରାଗରେ କେଉଁ କେଉଁ ରାଶି ବିଶେଷ ଭାବରେ ଲାଭ ପାଇବାକୁ ଯାଉଅଛନ୍ତି। ପ୍ରଥମ ରାଶିଟି ହେଉଛି ମେଷ ରାଶି। ଏହି ସୂର୍ଯ୍ୟ ପରାଗ ମେଷ ରାଶି ପାଇଁ କ୍ୟାରିୟର ଏବଂ ଆର୍ଥିକ କ୍ଷେତ୍ରରେ ଅତ୍ୟନ୍ତ ଅନୁକୂଳ ପ୍ରମାଣିତ ହେବ। ଚାକିରି କରୁଥିବା ବ୍ୟକ୍ତିମାନେ ଏହି ସମୟରେ ନୂତନ ଦାୟିତ୍ୱ ଏବଂ ପଦୋନ୍ନତିର ସୁଯୋଗ ପାଇବେ। ଯେଉଁମାନେ ଦୀର୍ଘ ସମୟ ଧରି ପଦୋନ୍ନତି କିମ୍ବା ସ୍ଥାନାନ୍ତର ପାଇଁ ଅପେକ୍ଷା କରିଥିଲେ, ସେମାନେ ଶୀଘ୍ର ସଫଳତା ପାଇବାର ବହୁତ ସମ୍ଭାବନା ରହୁଅଛି। ଆର୍ଥିକ ସୁସ୍ଥତା ସୁଦୃଢ଼ ହେବ ଏମାନଙ୍କର ଏବଂ ଆୟର ନୂତନ ଉତ୍ସ ଖୋଲିପାରେ। ପୁରୁଣା ଋଣ କିମ୍ବା ଆର୍ଥିକ ଚାପରୁ ମୁକ୍ତି ମିଳିବ, ଯାହାଫଳରେ ମାନସିକ ଶାନ୍ତି ବୃଦ୍ଧି ପାଇବ। ଏହି ସମୟ ନିବେଶ, ସମ୍ପତ୍ତି କ୍ରୟ କିମ୍ବା ବ୍ୟବସାୟ ଆରମ୍ଭ କରିବା ପାଇଁ ଅନୁକୂଳ ହେବ। ପରିବାରର ସମର୍ଥନ ମିଳିବ ଏବଂ ଘରେ ସୁଖ ଶାନ୍ତି ବିସ୍ତାର ହେବ। ବ୍ୟବସାୟୀମାନଙ୍କ ପାଇଁ ଏହି ସମୟ ନୂତନ ସହଭାଗିତା, ଲାଭ ବୃଦ୍ଧି ଏବଂ ବ୍ୟବସାୟ ସ୍ତରର ସଂକେତ ମଧ୍ୟ ଆଣିଥାଏ। ଦ୍ୱିତୀୟ ରାଶିଟି ହେଉଛି ସିଂହ ରାଶି। ଏହି ସୂର୍ଯ୍ୟ ପରାଗ ସମୟ ସିଂହ ରାଶି ପାଇଁ ସକାରାତ୍ମକ ପରିବର୍ତ୍ତନ ଏବଂ ସୁଯୋଗରେ ପରିପୂର୍ଣ୍ଣ ହେବ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ପ୍ରୟାସକୁ ପ୍ରଶଂସା କରାଯିବ। ଆପଣଙ୍କ ଉପରିସ୍ଥ ଅଧିକାରୀମାନେ ଆପଣଙ୍କ କାମରେ ସନ୍ତୁଷ୍ଟ ହେବେ। ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ କିମ୍ବା ଗୁରୁତ୍ୱପୂର୍ଣ୍ଣ ସୁଯୋଗ ଆପଣଙ୍କ ପ୍ରତିଷ୍ଠା ଏବଂ ଆତ୍ମବିଶ୍ୱାସ ଉଭୟକୁ ବୃଦ୍ଧି କରିବ। ବ୍ୟବସାୟରେ ନୂତନ ଚୁକ୍ତି କିମ୍ବା ଲାଭଦାୟକ ଚୁକ୍ତି ହେବାର ବହୁତ ସମ୍ଭାବନା ରହୁଅଛି। ବୈଦେଶିକ ବ୍ୟାପାର କିମ୍ବା ଆନ୍ତର୍ଜାତୀୟ ବାଣିଜ୍ୟରେ ଲାଭ ହେବାର ସମ୍ଭାବନା ଅଛି। ବିଚାରାଧୀନ ପରିଶୋଧ ଆସିପାରେ। ଆର୍ଥିକ ଅସୁବିଧାରୁ ମୁକ୍ତି ମିଳିବ। ସାମଗ୍ରିକ ଭାବରେ ଏହି ସମୟ ଆର୍ଥିକ ଶକ୍ତି, କ୍ୟାରିୟର ସଫଳତା ଏବଂ ବ୍ୟକ୍ତିଗତ ଅଭିବୃଦ୍ଧିକୁ ସୂଚିତ କରୁଅଛି। ତୃତୀୟ ରାଶିଟି ହେଉଛି ଧନୁ ରାଶି। ଏହି ସୂର୍ଯ୍ୟ ପରାଗ ଧନୁରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଅତ୍ୟନ୍ତ ଶୁଭ ଏବଂ ଲାଭଦାୟକ ହେବ। ଆପଣଙ୍କୁ ପଦୋନ୍ନତି, ଇଚ୍ଛିତ ସ୍ଥାନାନ୍ତର କିମ୍ବା ନୂତନ ଚାକିରି ମିଳିପାରେ। ଆପଣଙ୍କ ବସ୍ ଏବଂ ସହକର୍ମୀମାନେ ଆପଣଙ୍କ କାମକୁ ପ୍ରଶଂସା କରିବେ। ଏକ ଅନୁକୂଳ କ୍ଷେତ୍ରରେ ପରିବେଶ ସୃଷ୍ଟି କରିବେ। ବ୍ୟବସାୟିକ ସହଭାଗିତା ଭଲ ଲାଭ ଦେବାର ସମ୍ଭାବନା ରହିଛି। ବ୍ୟବସାୟ ବିସ୍ତାରର ସମ୍ଭାବନା ବୃଦ୍ଧି ପାଉଅଛି। ଏହି ସମୟରେ ହୋଇଥିବା ଯୋଜନା ସଫଳ ହେବ। ନୂତନ ସୁଯୋଗ ଆସିବ। ବିଦେଶ ସମ୍ବନ୍ଧୀୟ କାମ କିମ୍ବା ବିଦେଶରେ
ନିଯୁକ୍ତିରେ ମଧ୍ୟ ସଫଳତା ଆପଣମାନଙ୍କୁ ମିଳିପାରେ। ଏହି ସମୟ ଆପଣଙ୍କ ବ୍ୟକ୍ତିଗତ ଜୀବନରେ ଧନ ବୃଦ୍ଧି, ନିବେଶ ସୁଯୋଗ ଏବଂ ସନ୍ତୁଳନ ମଧ୍ୟ